ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ବଡ଼ ଆନ୍ତରିକ ନମସ୍କାର। ଖ୍ରୀଷ୍ଟର ପ୍ରିୟ ଭାଇ ଏବଂ ଭଉଣୀମାନେ, ଛତିଶଗଡ଼ରେ ଗୋଟେ ଗାଁ ଅଛି, ଧମନ୍ତରୀ ବୋଲି ଗୋଟେ ଗାଁ ଅଛି। ଆଉ ଏଇ ଘଟଣାଟି ହେଉଛି ସେଇ ଗାଁର ଘଟଣା। ଆଉ ଯେଉଁଠାରେ ଏକ ଶବକୁ ସମାଧି ଦେବା ନିମନ୍ତେ ବାରଣ କରାହେଇଛି। ବାରଣ କରାଯିବାର ତାର କାରଣ ହେଉଛି ଅନେକ ସେଠି ଖ୍ରୀଷ୍ଟିଆନ ବିରୋଧୀମାନେ ସେମାନେ ଚାହାନ୍ତିନି ଯେ ଏଇ ଅଞ୍ଚଳରେ ପ୍ରଭୁଙ୍କର ସେବା କାର୍ଯ୍ୟ ହେଉ କିମ୍ବା କୌଣସି ଖ୍ରୀଷ୍ଟିଆନ ଭାଇ କିମ୍ବା ଭଉଣୀ କୌଣସି ପ୍ରକାର ସୁବିଧା ସୁଯୋଗ ପାଉ ସେମାନେ ଚାହାନ୍ତି ନାହିଁ। ଆଉ ସେଠାରେ ଜଣେ ଭାଇଙ୍କର ନିଧନ ହେଇଯାଉଛି ବା ତାଙ୍କର ମୃତ୍ୟୁ ହେଇଯାଉଛି। ଆଉ ସେମାନେ ଯେତେବେଳେ ଚାହୁଁଛନ୍ତି ମାନେ କବର ଦେବା ନିମନ୍ତେ, ଆଉ ସେଥି ନିମନ୍ତେ ସେମାନଙ୍କୁ ଅନୁମତି ଦିଆଯାଉନି। ବିରୋଧୀମାନେ ଆସିକି ବିରୋଧ କରୁଛନ୍ତି, ଖ୍ରୀଷ୍ଟିଆନ ବିରୋଧୀମାନେ, ନା ତୁମେ କ'ଣ କରିପାରିବ ନାହିଁ, ତୁମେ କବର ଦେଇପାରିବ ନାହିଁ। ଏଇଟା ଛତିଶଗଡ଼ରେ ପ୍ରିୟ ବନ୍ଧୁଗଣ ତାଡ଼ନା ବହୁତ ମାତ୍ରାରେ ବଢ଼ିଯାଇଛି। ବିଗତ କିଛି ଦିନ ତଳେ ମୁଁ ଯାଇଥିଲି ଛତିଶଗଡ଼। ଗଲା ପରେ ଯେତିକି ବିଷୟ ମୁଁ ଜାଣିଲି, ଆଉ ମୋତେ ଗୋଟେ ବିଷୟ ଜଣାପଡ଼ିଲା ଯେ ଏଠାରେ ପ୍ରତିଦିନ ଖ୍ରୀଷ୍ଟିଆନମାନଙ୍କୁ ଟାର୍ଗେଟ୍ କରାହେଉଛି। ପ୍ରତିଦିନ ଡେଲି ଖ୍ରୀଷ୍ଟିଆନମାନଙ୍କୁ ଟାର୍ଗେଟ୍ କରାହେଉଛି। ଆଉ ପ୍ରତିଦିନ କୌଣସି ନା କୌଣସି ପାଳକକୁ ଧରିକି ବିନା କାରଣରେ ତାଙ୍କୁ ପିଟା ଯାଉଛି, ତାଙ୍କୁ ମରାଯାଉଛି। ଏଇଭଳି ଭାବରେ ଭୟଙ୍କର ତାଡ଼ନା ଚାଲିଛି ଛତିଶଗଡ଼ରେ। ତଥାପି ପରିବେଶନକୁ ମୁଁ ଧନ୍ୟବାଦ ଦିଏ, ଏତେ ତାଡ଼ନା ଭିତରେ ମଧ୍ୟ ପ୍ରଭୁଙ୍କର ସେବା କାର୍ଯ୍ୟ ବନ୍ଦ ହେଇନାହିଁ କି ଆଗକୁ ମଧ୍ୟ ହେବ ନାହିଁ। ତେବେ ପ୍ରିୟ ବନ୍ଧୁ, କ'ଣ ଏଇଟା ହେଉଛି ମୋର ବିଶ୍ୱାସ। ଆଉ ଜଣେ ପ୍ରଭୁଙ୍କର ଦାସ କହୁଥିଲେ, ଯେଉଁ ଜାଗାରେ ଯେତେ ତାଡ଼ନା ଆଉ ସେଇ ଜାଗାରେ ସେତେ ପରିମାଣରେ ଆଉ ପ୍ରଭୁଙ୍କର କାମ ହେଇଅଛି, ଏବେ ବି ହେଉଛି। ଆଉ ମୁଁ ଏଇଟା ମଧ୍ୟ ନିଜେ ଅନୁଭବ କରିଛି। ତାଡ଼ନା ତ ଆଗାମୀ ଦିନମାନଙ୍କରେ ବି ଅଛି। ଗତ ଦିନମାନଙ୍କର ତାଡ଼ନା ଥିଲା। ଏ ତାଡ଼ନା ବହୁତ ବର୍ଷ ପୂର୍ବରୁ ଏ ତାଡ଼ନା ହେଇ ଆସୁଛି। କିନ୍ତୁ ଆପଣ ଥରେ ଚିନ୍ତା କରନ୍ତୁ, କ'ଣ ପ୍ରଭୁ ଯୀଶୁଙ୍କର କାମ ଆଜି ପର୍ଯ୍ୟନ୍ତ ବନ୍ଦ ହେଇଛି? ବିଲକୁଲ ହେଇନି। ଅନେକ ରାଜନୈତିକ ଦଳଗୁଡ଼ିକ ସେମାନେ ଚେଷ୍ଟା କରିଛନ୍ତି ଯେ ପ୍ରଭୁଙ୍କର ସେବା କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ। ଅନେକ ରାଜନୈତିକ ଦଳଗୁଡ଼ିକ ସେମାନେ ଚେଷ୍ଟା କରିଛନ୍ତି ଆମ ଭାରତ ବର୍ଷକୁ ଏକ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବା ନିମନ୍ତେ, ହିନ୍ଦୁ ରାଷ୍ଟ୍ର ରୂପେ ଘୋଷଣା କରିବା ନିମନ୍ତେ। ନମ୍ବର 1। ନମ୍ବର 2 ହେଉଛି ଆମର ଏଇ ଭାରତ ବର୍ଷକୁ ସମ୍ପୂର୍ଣ୍ଣ ରୂପେ ହିନ୍ଦୁ କରିବା ନିମନ୍ତେ ପ୍ରୟାସ କରାହେଇଛି ବିଗତ ଦିନମାନଙ୍କରେ। କିନ୍ତୁ ସେସବୁରେ କୌଣସି ରୂପେ ସଫଳତା ମିଳିନାହିଁ। କାରଣ ଆପଣ ବି ଜାଣନ୍ତି, ମୁଁ ବି ଜାଣେ, ଏଇଟା ହେଉଛି ପ୍ରଭୁଙ୍କର କାର୍ଯ୍ୟ। ସତ୍ୟ ପରିବେଶରେ ଯିଏ, ତାଙ୍କର କାମ ଏଟା। ଆଉ ତାଙ୍କ କାମକୁ ଅଟକାଇଲା ଭଳିଆ କେଉଁ ମଣିଷ ପାଖରେ ଏତେ ଦମ୍ ନାହିଁ କି ଶକ୍ତି ନାହିଁ ଯେ ସେ ପ୍ରଭୁଙ୍କର କାମକୁ ସେ ଅଟକାଇ ପାରିବ। ଆଉ ସେଥି ନିମନ୍ତେ ଛତିଶଗଡ଼ରେ ଏତେ ତାଡ଼ନା ହେଲେ ମଧ୍ୟ ଛତିଶଗଡ଼ରେ ବିଶ୍ୱାସୀମାନଙ୍କର ସଂଖ୍ୟା ବଢ଼ି ଚାଲିଛି। ଏଇଟା ହେଉଛି ସବୁଠାରୁ ବଡ଼ ମିରାକଲ ବା ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ କର୍ମ ବୋଲି ଆପଣ କହିପାରିବେ। ଆଉ ସେଥିପାଇଁ ଯେମିତି ପାଉଲ କହିଲେ ରୋମିଓ ପୁସ୍ତକରେ, ସେ କହିଛନ୍ତି, ଖ୍ରୀଷ୍ଟଙ୍କ ପ୍ରେମରୁ କିଏ ଆମକୁ ବିଚ୍ଛିନ୍ନ କରିବ? ନା ଦୁଃଖ, ନା କ୍ଲେଶ, ନା ତାଡ଼ନା, କି ଦୁର୍ଭିକ୍ଷ, ନା ଉଲ୍ଲଂଘତା, ନା କେଉଁ ବିଷୟ ଅଛି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପ୍ରେମରୁ ଆମକୁ ଅଲଗା କରିବ?
ଆଉ ଯିଏ ଥରେ ପ୍ରଭୁଙ୍କୁ ଯଦି ପାଇଛି, ପ୍ରକୃତରେ ଯଦି କିଏ ଯୀଶୁଙ୍କୁ ପାଇଛି, ଆଉ ସେ କେବେ ହେଲେ ମଧ୍ୟ ଯୀଶୁଙ୍କୁ ଛାଡ଼ିବ ନାହିଁ। ଯେତେ ବଡ଼ ତା ଜୀବନର ତାଡ଼ନା ଆସୁ ମଧ୍ୟ ସେ ଛାଡ଼ିବ ନାହିଁ। କାରଣ ଯୀଶୁ କହିଥିଲେ, ମୁଁ ମୋ ନିଜର ଶାନ୍ତି ତୁମମାନଙ୍କୁ ଦାନ କରି ଯାଉଅଛି। ତେବେ ପ୍ରଭୁ ଯୀଶୁଙ୍କର ଶାନ୍ତି କେମିତି? ପ୍ରଭୁ ଯୀଶୁଙ୍କର ଶାନ୍ତି ହେଉଛି ଏକ ବିଚିତ୍ର, ଏକ ଅଦ୍ଭୁତ ଅଟେ। ଏଟା ଏମିତି ଏକ ଶାନ୍ତି, ଜଗତ ଯେମିତି ଶାନ୍ତି ଦାନ କରେ, ଇଏ ସେମିତି ଶାନ୍ତି ନୁହେଁ। ପ୍ରଭୁ ଯୀଶୁଖ୍ରୀଷ୍ଟ ଦେଉଥିବା ଶାନ୍ତି ଏମିତି ଶାନ୍ତି, ଇଏ ହେଉଛି ପ୍ରଭୁ ଯୀଶୁଙ୍କର ନିଜର ଶାନ୍ତି। ଜଗତର ଶାନ୍ତି କେମିତି? ଟିକେ ଭଲରେ ଖାଇବା, ଭଲରେ ରହିବା, ଟିକେ ଭଲ ପିନ୍ଧିବା, ଆଉ ଲକ୍ଜରିୟସ୍ ଜୀବନଯାପନ କରିବା, ଆରାମରେ ରହିବା। ଯେମିତିକି ଧନୀ ଲୋକ ଏବଂ ଲାଜାର ଆପଣ ଶୁଣିଥିବେ, ପ୍ରଭୁ ଯୀଶୁ କହିଥିଲେ ଧନୀ ଲୋକ କିଭଳି ରହୁଥିଲା, ମହା ଆଡ଼ମ୍ବରରେ। ସେଇଟା ହେଉଛି ଜଗତର ଶାନ୍ତି। କିନ୍ତୁ ପ୍ରଭୁ ଯୀଶୁ ଦେଇଥିବା ଶାନ୍ତି କେମିତି? ଏଇଟା ମୁଁ କହୁଛି, ଆପଣମାନେ ଶୁଣନ୍ତୁ। ଯେତେବେଳେ ମଣିପୁରରେ ଦଙ୍ଗା ହେଲା, ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ନିଜର ଘରକୁ ହରାଇଲେ। ସେମାନେ ଯାଇକି ବାହାରେ କେଉଁ ଜଙ୍ଗଲ ଭିତରେ ଯାଇକି ସେମାନେ ରହିଲେ। କିନ୍ତୁ ସେମାନେ ତଥାପି ଯୀଶୁଙ୍କୁ ଛାଡ଼ି ନଥିଲେ, କାରଣ ପ୍ରଭୁ ଯୀଶୁ ଦେଇଥିବା ଶାନ୍ତି ତାଙ୍କ ଭିତରେ ଥିଲା। ସେଥିପାଇଁ ସେମାନେ ଯୀଶୁଙ୍କୁ ଛାଡ଼ିଲେ ନାହିଁ। ସେମାନେ ନିଜର ଘର ଛାଡ଼ିଦେଲେ, କିନ୍ତୁ ସେମାନେ ଯୀଶୁଙ୍କୁ ଛାଡ଼ିଲେ ନାହିଁ। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ଦେଇଥିବା ଶାନ୍ତି ହେଉଛି ଏମିତି, ରହିବା ପାଇଁ ଘର ନଥିବ, କିନ୍ତୁ ଜଣେ ଶାନ୍ତିରେ ଥିବ। ଖାଇବା ପାଇଁ ଖାଦ୍ୟ ନଥିବ, କିନ୍ତୁ ଜଣେ ଶାନ୍ତିରେ ଥିବ। ଏଇଟା ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟ ଦେଉଥିବା ଶାନ୍ତି। ଆଉ ଯେଉଁଟାକି ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଯେଉଁମାନେ ବିଶ୍ୱାସ କରନ୍ତି, ଆଉ ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ବା ଉଦ୍ଧାରକର୍ତ୍ତା ଭାବରେ ଗ୍ରହଣ କରିସାରିଛନ୍ତି, ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ସମସ୍ତଙ୍କୁ କ'ଣ କରନ୍ତି? ସେଇ ଶାନ୍ତି ଦିଅନ୍ତି, ଯେଉଁ ଶାନ୍ତି ଜଗତ ଦିଏ ନାହିଁ। ତେବେ ଜଗତ ଦେଉଥିବା ଶାନ୍ତି, ପ୍ରଭୁ ଯୀଶୁ ଦେଉଥିବା ଶାନ୍ତି ହେଉଛି ଅଲଗା ଅଲଗା ବିଷୟ। ସେଥିପାଇଁ ଜଗତର ତାଡ଼ନା ଅଛି, କିନ୍ତୁ ପ୍ରଭୁ ଯୀଶୁ ଦେଇଥିବା ଶାନ୍ତି ଆମ ସହିତ ଅଛି। ଛତିଶଗଡ଼ରେ ଏଇ ଯେଉଁ ଘଟଣା ଘଟିଲା, ଆଉ ଯେଉଁ ପରିବାର ସହିତ ତାଡ଼ନା କରାଗଲା, ଆପଣ କ'ଣ ଭାବୁଛନ୍ତି? ସେମାନେ କ'ଣ ଯୀଶୁଙ୍କୁ ଛାଡ଼ିଦେବେ? ବିଲକୁଲ ନୁହେଁ। ତେବେ ପ୍ରିୟ ବନ୍ଧୁଗଣ, ଆପଣ ଦେଖନ୍ତୁ, ସେମାନେ ତ ଯୀଶୁଙ୍କୁ ଛାଡ଼ିବେ ନାହିଁ। ଏବେ ପରମେଶ୍ୱର କିଭଳି ଭାବରେ ସେମାନଙ୍କର ଜୀବନର କାର୍ଯ୍ୟ କରୁଛନ୍ତି, ଆଉ ସେଠାରେ ପରମେଶ୍ୱର କିଭଳି ଭାବରେ ଚମତ୍କାର କରୁଛନ୍ତି, ଆପଣ ଟିକେ ଦେଖନ୍ତୁ ଆଉ ଅପେକ୍ଷା କରନ୍ତୁ। ତେବେ ପ୍ରିୟ ବନ୍ଧୁଗଣ, ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ମଧୁମୟ ନାମରେ ମୋର ଆନ୍ତରିକ ନମସ୍କାର। ଯଦି ଏହି ଭିଡ଼ିଓ ଆପଣଙ୍କୁ ଭଲ ଲାଗିଥାଏ, ତେବେ ଏହି ଭିଡ଼ିଓକୁ ଆପଣ ନିଶ୍ଚିନ୍ତ ଭାବରେ ସେୟାର କରନ୍ତୁ। ଆଉ ଚ୍ୟାନେଲକୁ ଯଦି ଆପଣ ପ୍ରଥମ ଥର ପାଇଁ ଆସିଛନ୍ତି, ଚ୍ୟାନେଲକୁ ଏବେଠାରୁ ସବସ୍କ୍ରାଇବ୍ କରି ରଖନ୍ତୁ। ଆଗାମୀ ଦିନର ଭିଡ଼ିଓ ପାଇବା ନିମନ୍ତେ ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ଆନ୍ତରିକ ନମସ୍କାର। ପୁଣି ଭେଟ ହେବ, ପୁଣି ଦେଖା ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ। ଆଉ ସେଇ ପର୍ଯ୍ୟନ୍ତ ମୁଁ ବିଦାୟ ନେଉଛି। ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ଆନ୍ତରିକ ନମସ୍କାର।